ଆଜିର ଏହି ମୋବାଇଲ ଯୁଗରେ ମଧ୍ୟ ପିଲାମାନେ ସମସ୍ତେ ଏକତ୍ରିତ ହୋଇ ମିଳିମିଶି ପଡ଼ିଆ କାମ କରୁଛନ୍ତି। ଏହା ଦେଖି ବହୁତ ଖୁସି ଲାଗୁଛି। ଦିନ ଥିଲା ଆମମାନଙ୍କ ସମୟରେ ବ୍ୟାଟ୍ ଏବଂ ବଲ୍ କିଣିବା ପାଇଁ ପଇସା ନଥିଲା, କିନ୍ତୁ ଆମେମାନେ ଧାନ କାଟି ବ୍ୟାଟ୍ ଏବଂ ବଲ୍ କିଣୁଥିଲୁ। ବର୍ତ୍ତମାନ ସମୟ କିନ୍ତୁ ଓଲଟା ହୋଇଯାଇଛି। ସମସ୍ତଙ୍କ ପାଖରେ ପଇସା ଅଛି, କିନ୍ତୁ ଖେଳିବାକୁ ପିଲା ନାହାନ୍ତି। ଯଦି କିଏ ବ୍ୟାଟିଂ ବୋଲିଂ ନ ପାଇଲା ସେ ରୁଷିଲା। ସେ ତା ପରଦିନଠାରୁ ପଡ଼ିଆକୁ ଖେଳିବାକୁ ଆଉ ଆସୁନି। କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ ପିଲାମାନେ ଏକତ୍ରିତ ହୋଇ ମିଳିମିଶି ପଡ଼ିଆ କାମ କରୁଛନ୍ତି। ଏହା ଦେଖି ବହୁତ ଖୁସି ଲାଗୁଛି। ଆଜିକା ଦିନରେ ନିଜର ଘର କାମ ଛାଡ଼ି ମଧ୍ୟ ପଡ଼ିଆ କାମ କରିବା କେତେ ଯେ କଷ୍ଟ, ଜଣେ ପ୍ରକୃତ କ୍ରିକେଟ ପ୍ରେମୀ ହିଁ କହିପାରିବ। ଏଥିପାଇଁ ବି ବେଳେବେଳେ ଗାଳି ଶୁଣିବାକୁ ପଡ଼ିଥାଏ। କିନ୍ତୁ କ'ଣ କରିବା, କ୍ରିକେଟ ଖେଳିବା ଆଗରେ ଏ ଗାଳି ସବୁ ଫିକା ପଡ଼ିଯାଇଥାଏ। ଆଗରୁ ସେତେ କେହି ବାହାରକୁ ଯାଉନଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ସବୁ ଭିନ୍ନ ଦେଖିବାକୁ ମିଳେ। ସେତେବେଳେ ଚାଷ କାମକୁ ବହୁତ ଗୁରୁତ୍ୱ ଦେଉଥିଲେ ଏବଂ ଅନ୍ୟାନ୍ୟ କାମ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଆଜିକା ଦିନରେ ପଇସା ହିଁ ସବୁକିଛି। ଯାହା ଫଳରେ ପିଲାମାନେ ବାହାରକୁ ଯାଉଛନ୍ତି। ପିଲାର ଦଶମ ସରୁ ସରୁ ସେ ବାହାରକୁ ଯାଉଛି। ହଉ ଛାଡ଼ ସେ କଥା। ଆଜିର ଏହି କମ୍ପ୍ୟୁଟର ଓ ମୋବାଇଲ ଯୁଗରେ ମଧ୍ୟ ପିଲାମାନେ ସମସ୍ତେ ଏକତ୍ରିତ ହୋଇ ମିଳିମିଶି ପଡ଼ିଆ କାମ ରାତିରେ ବି ଗାଡ଼ି ଲାଇଟରେ ହେଉ ମୋବାଇଲ ଟର୍ଚ୍ଚରେ ହେଉ ବହୁତ ଭଲ ଭାବରେ କାମ କରୁଛନ୍ତି। ଏହା ଦେଖି ବହୁତ ଖୁସି ଲାଗୁଛି।